କାର୍ଯ୍ୟପଥ ଆନ୍ଦୋଳନ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାର୍ଯ୍ୟରତ ଏମ୍ବିକେ ବ୍ୟାଙ୍କ ମିତ୍ର, ସିଆର୍ପି, ସିଏମ୍, କୃଷି ମିତ୍ର, ପ୍ରାଣୀ ମିତ୍ରମାନେ ମିଳିତରେ କାର୍ଯ୍ୟ ବନ୍ଦ କରିବାକୁ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରିଛନ୍ତି। 6 ମାସ ଧରି ନିଜର ପାରିଶ୍ରମିକ ଟଙ୍କା ପାଉନଥିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 5 ବର୍ଷ ଧରି ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇ ଆସୁଛନ୍ତି, କିନ୍ତୁ ପରିତାପର ବିଷୟ ବିଭାଗୀୟ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉକ୍ତ ସମସ୍ୟା ନେଇ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଯାହାକି ତାଙ୍କ ଜୀବନ ଜୀବିକା ଉପରେ ବାଧା ସୃଷ୍ଟି ହେଉଛି ବୋଲି 5 ଗୋଟି କମ୍ୟୁନିଟି ସପୋଷ୍ଟ ଷ୍ଟାଫ୍ କହିଛନ୍ତି। ଏହି ବିଷୟକୁ ନେଇ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ଅଭିଯୋଗ ପତ୍ରଟିକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଇବୁ ଓ ଏହାର ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି। କଲ୍ୟାଣସିଂହପୁରରୁ ସନ୍ତୋଷ କୁମାର ଲମ୍ତାଙ୍କ ରିପୋର୍ଟ, ବିଇ ନ୍ୟୁଜ୍ ଓଡ଼ିଶା।